ଜୟ ଜଗନ୍ନାଥ। ମୁଁ ସମୀର, ଆଉ ଗୋଟେ ନ୍ୟୁ ବ୍ଲଗକୁ ସ୍ୱାଗତ। ଆପଣମାନେ ଜାଣିଥିବେ ଜଗତସିଂହପୁର ଜିଲ୍ଲାର ବଡ଼ବାଗ ଗ୍ରାମରେ ଲକ୍ଷ୍ମୀ ଠାକୁର ହୁଅନ୍ତି। କେତେଟା ଠାକୁର ହେଇଛନ୍ତି କିମ୍ବା କେତେଟା ମୂର୍ତ୍ତି ଚାଲନ୍ତୁ ଦେଖିବା ଆଉ କେମିତି କ'ଣ ଡେକୋରେସନ ହେଇଛି ଦେଖିବା ଚାଲନ୍ତୁ। ଏବେ ଆମେ ତିନି ସାଙ୍ଗ ଗାଡ଼ି ଧରି ବାହାରି ଗଲୁ, ଯାହାକି ବଡ଼ବାଗ ପାଖରେ ପହଞ୍ଚି ଗଲୁଣୁ। ଇଏ ହେଲା ଆମର ହଡ଼ାସାହି ନା ଧଡ଼ାସାହି ମୁଁ ଠିକ୍ ଜାଣିନାହିଁ। ସାଙ୍ଗମାନେ ତ କହୁଛନ୍ତି ହଡ଼ାସାହି ବୋଲି। ଠାକୁର ଚାଲନ୍ତୁ ଦେଖିବା। ଦେଖନ୍ତୁ ଠାକୁର ତ ବଢ଼ିଆ ହେଇଛନ୍ତି, ଆପଣମାନେ ଦେଖିପାରୁଥିବେ। ଭଲ ଲାଗୁଛନ୍ତି ଠାକୁର। ତାର ଆଗକୁ ଟିକେ ଚାଲନ୍ତୁ, ତାର ମିଲ୍ ଛକ ଆସିଗଲା। ଆଗକୁ ଯାଉ ଯାଉ ମିଲ୍ ଛକ ଆସିଗଲା। ଡେକୋରେସନ୍ କୋଉ ପରି ଭାବରେ ହେଇଛି ଦେଖନ୍ତୁ। ଡେକୋରେସନ୍ ବି ବଢ଼ିଆ ଲାଗୁଛି ଦେଖିବା ପାଇଁ କି। ଦେଖନ୍ତୁ ଲାଇଟ୍ ଫାଇଟ୍ ବଢ଼ିଆ ଲାଗୁଛି। ତାପରେ ଆସି ମିଲ୍ ଛକ ପାଖରେ ଆମେ ତ ପହଞ୍ଚିଗଲୁ। ହନୁମାନ ଠାକୁର ଏଇଠି ଥିଲେ, ଦେଖିଦେଇ ଆଗକୁ ଜଷ୍ଟ ଆମେ ବାହାରିଗଲୁ। ଆଗକୁ ଆସି ଆମେ ମିଲ୍ ଛକର ଠାକୁରଙ୍କୁ ଦେଖିବାକୁ ପାଇଲୁ। ଦେଖିଲା ବେଳକୁ ଗେଟ୍ଟି ବନ୍ଦ ଅଛି। ଆଉ କ'ଣ ବାହାରୁ ଆମେ ଦେଖିକି ମୁଣ୍ଡିଆ ମାରି ଗଲୁ। ତାପରେ ଚାଲନ୍ତୁ ଆଗକୁ ଟିକେ ଯିବା। ଆଗକୁ ଗଲା ବେଳକୁ ଆମର ଏଠି ଗୋଟେ ଗୀତ ନା ଏମିତି କ'ଣ ଗୋଟେ ପ୍ରବଚନ ଦେଉଥିଲେ। ଆମର କ'ଣ ଅଛି, ଆମେ ତ ଠାକୁର ଦେଖିବାକୁ ଯାଇଛୁ, ଆମେ ସେ ପ୍ରବଚନରୁ ଆମକୁ କ'ଣ ମିଳିବ। ଆମେ ପ୍ରବଚନକୁ ସାଇଡ୍ କରି ଆମେ ଆଗକୁ ଚାଲିଗଲୁ। ତାପରେ ଆମର ଏଇଟା ବୁଢ଼ା ସାହି ନା ବୁଣା ସାହି କେଜାଣି, ମୁଁ ଜାଣିନି ଠିକ୍ ଭାବରେ। ତାପରେ ଏଇଠି ଆସି ଆମେ ପହଞ୍ଚିଗଲୁ। ତାପରେ ଏଇଠି ଟିକେ ଠାକୁର ଦେଖି ଏ ସାଇଡ଼୍ରେ ଠାକୁର ହେଇଥିଲେ, ଆମେ ସାଇଡ଼୍ରୁ ଠାକୁର ଦେଖିଦେଇ ତା ଆଗକୁ ଜଷ୍ଟ ବାହାରିଗଲୁ। ଏବେ ଆଗକୁ ଗଲା ବେଳକୁ ଇଣ୍ଟରେଷ୍ଟିଂ ଜିନିଷ, ଯାହାକି ଆପଣମାନେ ଜାଣିଥିବେ କିମ୍ବା ଶୁଣିଥିବେ। ମୀନା ବଜାର ପଡ଼େ ବଡ଼ବାଗରେ, ଆପଣମାନେ ଜାଣିଥିବେ। ଏଇଠି ମୀନା ବଜାରକୁ ଦେଖନ୍ତୁ। ମୀନା ବଜାର ପଡ଼ିଥିଲା, କେତେ କ'ଣ ଜିନିଷ, ଖାଇବା ଜିନିଷ ବି ପଡ଼ିଥିଲା, କେତେ କ'ଣ କିଣିବା ପାଇଁ ପଡ଼ିଥିଲା। ଆମର ଇଚ୍ଛା ହେଉଥାଏ ଖାଇବା ପାଇଁ, ହେଲେ ପାଖରେ ପଇସା ନାହିଁ। ଠାକୁରଙ୍କ ଦର୍ଶନ କରିବା ପାଇଁ ଆଇଛୁ। ସାଙ୍ଗମାନେ କହିଲେ ଚାଲ ଭିତରୁ ଟିକେ ବୁଲି ଆସିବା। ଆଉ ଗଲାବେଳକୁ ଟିକେ ଭାଇଙ୍କ ସାଙ୍ଗରେ କେଉଁଠି ଟିକେ ବାଡ଼େଇ ଗଲି, ଖାଲି ଟିକେ ପଡ଼ି। ତାପରେ ଆଗକୁ ଜଷ୍ଟ ଯାଇଛୁ, ଦେଖନ୍ତୁ ପିଲାମାନେ ଖେଳୁଛନ୍ତି। ସେ ଯେଉଁ ଡିଆଁଟା ପଡ଼ିଥିଲା ତା ଦେହରେ ତ ଛୁଆ ମଜା କରୁଥିଲେ। ଛୁଆ ତ ଡେଉଁଛନ୍ତି, ଏପଟରେ ଗୋଟେ ରବର ବନ୍ଧା ହେଇଛି, ଏପଟେ ଛୁଆ ଡେଉଁଛନ୍ତି। ଆମେ ତ ଖୁସି ଲାଗୁଛି ଦେଖିବା ପାଇଁ। ମୋ ସାଙ୍ଗମାନେ କହିଲେ ନାଇଁ ଏଠି ଭଲ ଲାଗୁନି, ଆଗକୁ ଆସ। ଆପଣମାନେ ତ ଜାଣିଥିବେ, ଟୋକାମାନେ ଯଦି ଭିଡ଼ରେ ଯାଇଥିବେ, ଝିଅ ପିଲା ଯଦି ଥିବେ, ସିଏ ତ ଦସ୍ତର ଏକର ସେକର ହୁଅନ୍ତି। ମୋ ସାଙ୍ଗମାନେ କହିଲେ ଆଗକୁ ଚାଲ, ସେଠି ବଢ଼ିଆ ବଢ଼ିଆ ଦୋକାନ ପଡ଼ିଛି। ମୁଁ କହିଲି ହଉ ଚାଲ, ଯଦି ଯିବାକୁ କହୁଛ ଯିବା। ଆଉ ଗଲାବେଳକୁ ଟିକେ ବୁଲି ଦେଇ ଆସିଲୁ। ସେପଟରେ ଝିଅ ପିଲା ଗୁଡ଼ିକ ବୁଲୁଥିଲେ ପ୍ରବଳ। ଆଉ କ'ଣ କହିବୁ, ମୋ ସାଙ୍ଗ ହେରିକାଙ୍କୁ ଦେଖୁଛ ତ, ଆଉ କହୁଛନ୍ତି ବୁଲିବା ପାଇଁ କି। ଆଉ ଆମେ ତାଙ୍କ ସହ ସାଙ୍ଗ ହେରିକାଙ୍କ ସହିତ ବୁଲାବୁଲି କରି ଆଗକୁ ବାହାରିଗଲୁ। ଏଇଟା ଆମର ଦାସ ସାହି। ସବୁ ବନ୍ଦ ଥିଲା, ଏଠି ଗେଟ୍ ଦିଆହେଇଛି। ଏଠି ଯାତ୍ରା ହେଉଥିଲା ନା, ସେଥିପାଇଁ କି କିଛି ଲାଇଟ୍ ଫାଇଟ୍ ବ୍ୟବସ୍ଥା ନାହିଁ। ଯାତ୍ରା ସରିଗଲା, ସବୁ ପଳେଇଗଲା। ଆଉ ଏଠି କିଛି ନାହାନ୍ତି ହିଁ ଲୋକ। ଏଠି ଦାସ ସାହିରେ ଗୋଟେ ବନା ହେଇଛି ଫଟୋ ଉଠିବା ପାଇଁ କି। ତାପରେ ଆଗକୁ ଆମେ ବାହାରିଗଲୁ। ତାପରେ ଲାଇଟ୍ର ବ୍ୟବସ୍ଥା କେମିତି ହେଇଛି ଦେଖନ୍ତୁ। ଲାଇଟ୍ ଖାଲି ଲିଚୁର ବଢ଼ିଆ ଲାଗୁଛି। ଏଇଟା ସାଇ ନା ମୁଁ ଜାଣିନାହିଁ, କିନ୍ତୁ ଏଇଟା ଆମେ କୁହନ୍ତି ଥାନପତି ତ କୁହନ୍ତି। ଆଉ ଆମେ ଜାଣିଛୁ ସାଇ ନା ଜାଣିନି, କିନ୍ତୁ ଥାନପତି କୁହନ୍ତି। ଆମେ ସେଠୁ ଠାକୁର ଦେଖି ଆଗକୁ ବାହାରିଗଲୁ। ଆଗରେ ଛୁଆଟେ ଖେଳୁଥିଲା, ଟିକେ ଦେଖି ଆଗକୁ ବାହାରିଲୁ। ଆଗକୁ ଗଲାବେଳକୁ ଗାଡ଼ି ମଟର କ'ଣ ଏଠି ଭିଡ଼ ଅଛି ଆମେ ଭାବିଲୁ। ସେଠି ଗଲାବେଳକୁ ସବୁ ଷ୍ଟେଜ୍ ବନ୍ଧା ହେଇଛି। ଏଠି କ'ଣ ସିଙ୍ଗର ମାନେ ଆସିବେ, ଗୀତ ଏଠି ବୋଲା ହବ। ଆଉ ମୀନା ବଜାର ଲେଖା ହେଇଛି, ସବୁ ଡେକୋରେସନ ହେଇଛି, ସବୁ ଏଠି ଥୁଆ ହେଇଛି। ଗିଟାର ଫିଟାର ରଖା ହେଇଥିଲା, ଆମେ ଦେଖିଲୁ। କ'ଣ ହବ ଆଉ, କିଏ ଆସିବେ ସିଙ୍ଗର। ଆଉ ତାର ଆଗକୁ ଗଲୁ। ଏବେ ମାକଣ୍ଡପୁରର ଆମ ଠାକୁର ଆଜି ପଳେଇ ଆସିଲୁଣୁ। ଏଠୁ ଠାକୁର ବି ଦେଖନ୍ତୁ, ପଛପଟେ କାଳିଆଙ୍କର ମୂର୍ତ୍ତିର ଷ୍ଟାଇଲିଶ ଭାବରେ ହେଇଛି, ବଢ଼ିଆ ଲାଗୁଛି ଠାକୁର ଦେଖିବା ପାଇଁ କି। ଏଠୁ ମାକଣ୍ଡପୁର ଦେଖିକି ଠାକୁର, ତାପରେ ଲାଇଟ୍ ଦେଖନ୍ତୁ ଜିଗଜାଗ କେମିତି ହେଉଛି। ତାପରେ ଆଗକୁ ଆମେ ବାହାରିଗଲୁ। ଏଇଟା ମହଲା ସାହି। କ'ଣ ଠାକୁର, ଇଏ ବଢ଼ିଆ ଲାଗୁଛି ଠାକୁରଟା ଦେଖିବା ପାଇଁ କି ବି। ଦେଖନ୍ତୁ ଲାଇଟ୍ ଫାଇଟ୍ ଜଳୁଛି, ଯେମିତି ଆପଣମାନେ ଏଇଟା ନୋଟିସ୍ କରିଥିବେ ନବାପାଟଣାରେ ଯେଉଁଭଳି ଷ୍ଟାଇଲ୍ ହେଇଛି, ଇଏ ସେଇଭଳିଆ କପି ଲାଗୁଛି ମୋତେ କାହିଁକି। ଆପଣମାନେ କମେଣ୍ଟରେ କହିବେ କପି କି କ'ଣ, ମୁଁ ତ କହୁଛି କ'ଣ ମୁଁ ତ ଜାଣିନାହିଁ, ଆପଣ କହିବେ। ଆଉ ତାପରେ ଆଗକୁ ଚାଲି ଆସିଲୁ। ଆମର ଏଠି ମିଲ୍ ଛକ ଅଛି କି,
ଏଠି ମିଲ୍ ଛକ ଅତିରେ ସେପଟରେ ଆମେ ଯାଇଥିଲୁ ନା, ମିଲ୍ ଛକ 3ଟା ଛକ ଏଠି ଅଛି। ସେକେରେ ଆପଣଙ୍କୁ ମୁଁ ଦେଖେଇଥିଲି। ଏପଟରେ ଗୋଟେ ମିଲ୍ ଛକ ଅତିରୁ ଆଗକୁ ଟିକେ ଆଇଲେ ଦେଖିବାକୁ ପାଇବେ। ୟା ଭିତରେ ଗାଡ଼ି ରଖିଦେଇ ଆମେ ସାଙ୍ଗମାନେ ସବୁ ଗଲୁ। ଏଠି ଲୋକ କିଛିଟା କଥାବାର୍ତ୍ତା ହେଉଥିଲେ, ସବୁ ଠାକୁର ଦେଖିବା ପାଇଁ ଆସନ୍ତି ନା। ସେ ଠାକୁର ଦେଖି ଏଠି ଗୋଟେ ମଉସା ବସିଥିଲେ, ପୁରା ଠାକୁର ଜଗିକି ରହିଛନ୍ତି ଆଉ। ଠାକୁରଙ୍କ ପାଖରେ ରହିବା କଥା କିଏ ଯେମିତି ହେଲେ ରହିଥିଲେ। ଆଉ ଆମେ ତ ଜାଣିନଥିଲୁ ସାଇନା ସେଠି ଗୋଟେ ପୋଷ୍ଟର ବାଗିଆ ମାରିକିରି ରଖିଛନ୍ତି। ଆମେ ଟିକେ ପୋଷ୍ଟରକୁ ଜୁମ୍ କରି ଦେଖିଦେଲା ବେଳକୁ କାଜିବାଗ ନା କାଜବାଗ ସାଇ ଲେଖା ହେଇଛି। ଦେଖାଯାଉନାହିଁ ଠିକ୍ ଭାବରେ, ଜୁମ୍ କଲା ଦୂରରେ ରହିଛି ନା। ଠାକୁର ଦେଖି ଭଲ ଲାଗିଲା ଠାକୁର। ତାପରେ ନୂଆ ସାଇ ପୂଜା କମିଟି ସେଠି ଗୋଟେ ଠାକୁର ଥିଲେ, ଆମେ ତାକୁ ଦେଖିବା ପାଇଁ ବି ଚାଲି ଆସିଲୁ। ଏଠି ଠାକୁର ଦେଖିଲା ବେଳକୁ ନନା ହାବୁଡ଼େ ପଡ଼ିଗଲେ। ନନା କହିଲେ ଟିକେ ଚନ୍ଦନ ମାରିକି ଯିବ। ଆମେ ଆଉ କ'ଣ କରିବୁ, ଆଇଛୁ ଯେତେବେଳେ ନନା ଏଠି ଛିଡ଼ା ହେଇଛନ୍ତି ଆମେ ମନା କରିବୁ। ନନା କହିଲେ ଟିକେ ଚନ୍ଦନ ମାରିଦିଅ, ଠାକୁର ତ ଦେଖିଲ, ଚନ୍ଦନ ନ ମାରିକି ଯିବ। ହେଲେ ହଉ ନନା ମାର ମୁଣ୍ଡରେ, ଆମେ ମନା କରୁଛୁ। ଠାକୁର କତିକି ଆଇଛୁ, ଚନ୍ଦନ ଟିକେ ମାରିଦିଅନ୍ତୁ। ନନା ଚନ୍ଦନ ଟିକେ ମାରିଦେଲେ। ଆମେ ଚନ୍ଦନ ମାରିକି ଆଗକୁ ବାହାରି ଗଲୁ। ଆଗକୁ ଗଲା ବେଳକୁ ଏଠି ଠାକୁର ନାହିଁ, ବୁଲିକିରି ଆଇଲୁ। ବୁଲିଲା ଭିତରେ ତାପରେ ଆଗକୁ ଆସି ଏଠି ଦେଖିଲା ବେଳକୁ ମୀନା ବଜାର କରରେ ଏଠି ମେଲୋଡ଼ି ଗୋଟେ ହେବ ବୋଲି ଷ୍ଟେଜ୍ ହେଇଛି। ସବୁ ପିଲାମାନେ ବସିଛନ୍ତି ଏଠି, ଷ୍ଟେଜ୍ ଫେଜ୍ ବସି ଗୀତ ବାଜୁଛି ଆଉ। ପୁରା ଛୁଆ ମେଲୋଡ଼ି ହେବ ନା, କିନ୍ତୁ ଟିକେ ଡେରିରେ ହେବ। ଏବେ ତ ମେଲୋଡ଼ି ହେବ ନାହିଁ, ଆପଣ ଜାଣିଥିବେ ସନ୍ଧ୍ୟାବେଳିଆ କେଉଁ ମେଲୋଡ଼ି ହୁଏନି। ସେଇ ମେଲୋଡ଼ି ହଉ ହଉ 9ଟା 10ଟା ହେଇଯିବ। ଛୁଆମାନେ ସବୁ ଆଗୁଆ ଚେୟାର ପକେଇ ବସି ଯାଇଛନ୍ତି, ମେଲୋଡ଼ି ଟିକେ ଦେଖିବେ ଆଉ। ଆଉ ଜାଣିଥିବେ ତ ମେଲୋଡ଼ିରେ ଯାହା ହୁଏ ଆଉ କ'ଣ କହିବି। ଆଗକୁ ଚାଲନ୍ତୁ ଯିବା ଆଉ। ଇଏ ଆମର ବଣିଆ ସାହି। ସାଙ୍ଗମାନେ କହିଲେ ଏଇଠିକି ଚାଲ ବଣିଆ ସାହି। ମୁଁ କହିଲି ଚାଲ ଯିବା। ଆମର ଏଠି ଗୋଟେ ସାଙ୍ଗଙ୍କ ଘର ଅଛି, ସେ ତାଙ୍କ ଘର ପଟେ ଦେଇକିରି ଆମେ ତାଙ୍କ କଥା ଦେଇ ମୋ ସାଙ୍ଗମାନେ ପୁରା ଖୁସିରେ ଡେଉଁଛନ୍ତି। ଆଉ ଇଆଡ଼େ ଶୀତ କରୁଛି। ମୋ ସାଙ୍ଗ ଟୋପି ନେଇ ପଳେଇଲା ବୋଲି ସେ ରାଗିଗଲା। ସେ ଟୋପି ପିନ୍ଧିକିରି ଆସିଲା। ବଣିଆ ସାହି ମେଢ଼ କତିକି ଆସି ଆମେ ପହଞ୍ଚିଗଲୁ। ଠାକୁର ବି ଦେଖିବା ଉପରେ ଆସି ହେଇଗଲୁଣୁ। ଠାକୁର ଦେଖନ୍ତୁ କୋଳିଆରେ ହେଇଛନ୍ତି, ବଢ଼ିଆ ଲାଗୁଛି ଠାକୁର। ଏଠି ଲୋକ ଗୀତ ବଜେଇ ବସିଛନ୍ତି ଆଉ। ଦେଖନ୍ତୁ ଏଠି ଶୀତ କରୁଛି, ଗୋଟେ ପିଲାକୁ ଧରି ସେ ଭାରି କାନ୍ଦୁଛି। ଗୀତ ବଜାଉଛନ୍ତି ନା, ସାଉଣ୍ଡ ହେଲା ପିଲା କାନ୍ଦୁଛି ଆଉ। ତାରେ ଏଇଠୁ ଆମେ ବଣିଆ ସାହି ମେଢ଼ ଦେଖି ଆଗକୁ ଆମେ ବାହାରି ଗଲୁ। ଯାହାକି ଏଇଟା ହେଲା ଆମର ସାହୁ ସାହି ମେଢ଼। ଠାକୁର ବି ଆପଣଙ୍କୁ କେମିତି କ'ଣ ଭିଡ଼ିଓ ଲାଗିଲା କମେଣ୍ଟରେ କହିବେ। ଆଉ ଏଇଟା ହେଲା ଆମର ସାହୁ ସାହି ମେଢ଼। ଦେଖନ୍ତୁ କୋଳିଆ ଠାକୁର ହେଇଛନ୍ତି। ଏ ଦୋକାନର ଯେମିତି ସଟର ଟଣା ହୁଏ ସେହିପରି ଭାବରେ ରହିଛି ଏ ଠାକୁର। ଇଏ ସବୁ କିଛି ମୋତେ ଲାଗୁଛି ଯେଉଁପରି ଭାବରେ ନବାଟାଣାର ଷ୍ଟାଇଲ। ଆପଣ କମେଣ୍ଟରେ କହିବେ ଏ କେଉଁ ଷ୍ଟାଇଲର କେମିତି କ'ଣ। ମୁଁ ତ କହିବା କଥା କହିଦେଲି, ଆପଣ କହିବେ କେମିତି କ'ଣ ଲାଗିଲା ଭିଡ଼ିଓଟା।